ଏବେ ମଧ୍ୟ ଓଡ଼ିଶାର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ସେଇଟା 930 କିଲୋମିଟର ଦୂରରେ ଅଛି ଓଡ଼ିଶାର ଇଷ୍ଟ କୋଷ୍ଟ ଠାରୁ ଏବଂ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଧୀରେ ଧୀରେ ମାତ୍ର 6 କିଲୋମିଟର ବେଗରେ ଗତି କରୁଛି। ତେଣୁ ଆମେ ଆଶା କରୁଛୁ ଏବଂ ଆଇଏମଡି ପୂର୍ବ ଅନୁମାନ ଲଗେଇଛି ଯେ ଧୀରେ ଧୀରେ ଏହା ଅବପାତର ରୂପ ଗ୍ରହଣ କରିବ ଏବଂ ତାର ଗତି ମଧ୍ୟ ବଢ଼ିବାଟା ଆରମ୍ଭ କରିବ। ସେ କ୍ରମରେ ଗତକାଲି ଆମେ ଯେଉଁ ପୂର୍ବ ଅନୁମାନ ଆପଣମାନଙ୍କୁ ଦେଇଥିଲୁ ସେଥିରେ କିଛି ପରିବର୍ତ୍ତନ ମଧ୍ୟ ଆସିଛି। ଇଏ ଅବପାତର ଗତି ଏବଂ ଦିଗ ଉପରେ କାଲି 15ଟା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗରେ ଏ ବାବଦରେ ଆମର ଆଲୋଚନା ହେଇଥିଲା ଏବଂ ସମୀକ୍ଷା ହେଇଥିଲା। ଆଜି ମଧ୍ୟ 30ଟା ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀମାନଙ୍କ ସାଙ୍ଗରେ ବିପର୍ଯ୍ୟୟ ପରିଚାଳନା ବିଭାଗର ବାର୍ତ୍ତାଳାପ ହେଇଛି।